ଆଜିଠାରୁ ଆରମ୍ଭ ହେବ ମେଟ୍ରିକ୍ ଖାତା ମୂଲ୍ୟାଙ୍କନ। ମେଟ୍ରିକ୍ ସହ ମାଧ୍ୟମ ଓ ଟେଷ୍ଟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରାଥମିକ ଶିକ୍ଷା ପରିଷଦ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଉଛି। ମୋଟ 55ଟି କେନ୍ଦ୍ରରେ ଖାତା ଦେଖା ହେବ, ଯେଉଁଥିରେ ନିୟୋଜିତ ହେବେ 15,000ରୁ ଅଧିକ ଶିକ୍ଷକ। ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କରାଯାଇଛି। ଖାତା ଦେଖା ଲାଗି ମୂଲ୍ୟାଙ୍କନ କେନ୍ଦ୍ରରେ ସର୍ବନିମ୍ନ 19ଟି ୟୁନିଟ୍ ଏବଂ ସର୍ବାଧିକ 13ଟି ୟୁନିଟ୍ ରହିଛି। ପ୍ରତି ୟୁନିଟ୍ରେ 25 ଜଣ ଶିକ୍ଷକ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି। ସବଜେକ୍ଟିଭ ଉତ୍ତରଗୁଡ଼ିକରେ ମୂଲ୍ୟାଙ୍କନ 14 ଦିନ ଭିତରେ ରହିବ। ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ସବଜେକ୍ଟିଭ ଦେଖା ଖାତା ପାଇଁ ଗୋଟିଏ ୟୁନିଟ୍ରେ 24 ଜଣ ପରୀକ୍ଷକ ରହିଥିବା ବେଳେ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ ଓ ଓଡ଼ିଆ ଭାଷା ବିଷୟ ପ୍ରତି ୟୁନିଟ୍ରେ 20 ଜଣ ଲେଖାଏଁ ଶିକ୍ଷକ ରହିଛନ୍ତି। ସୂଚନା ଅନୁସାରେ ଗତ ଫେବୃଆରୀ 20 ତାରିଖରୁ ମେଟ୍ରିକ୍ ଆରମ୍ଭ ହୋଇଥିବା ବେଳେ 4 ତାରିଖ ଶେଷ ହୋଇଥିଲା। ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ପାଇଁ ମୋଟ 5,51,611 ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି।